ଦେଖନ୍ତୁ ସେ କେମିତି ଗୋବିନ୍ଦ କୃଷ୍ଣ ଗୋବିନ୍ଦ କେମିତି ନା ଗୋ ସେବା କରିକି ସେ ଗୋବିନ୍ଦ ବାପା ଆଜ୍ଞା ଭଗବାନ କୃଷ୍ଣ ଗାଈକି କେତେ ଭଲ ପାଉଥିଲେ ଆଜ୍ଞା ଦିନେ ତାଙ୍କ ଅଷ୍ଟ ସଖା ଆଜ୍ଞା ଗୋମାତା ବାପା ଆଜ୍ଞା ଗାଈକି ଆମେ ଗୋମାତା କହୁଛୁ କି ହଁ କହୁଛେ ଆମେ ଘରେ ଘରେ ହଁ ଗୋମାତା ପୂଜା କରୁଛେ କାହିଁକି କାହିଁକି ଗାଈ ସେବା କଲେ ଆଜ୍ଞା ଭଗବାନ କୃଷ୍ଣ ଯୋଉଥିପାଇଁ ଗୋବିନ୍ଦ ହୋଇଛନ୍ତି ଆଜ୍ଞା ଗାଈ ସେବା କଲେ ଆଜ୍ଞା ମୋ ସାର୍ ମାନେ ଆମକୁ କଣ ଫଳ ମିଳେ କଣ ଫଳ ମିଳେ ଏ ବାପା ଆଜ୍ଞା ମାଷ୍ଟ୍ରେ ଆଜ୍ଞା ଗାଈକି ଯାହା ମାଗିବ ଆଜ୍ଞା ଗାଈ ତାହା ଦବ ଯାହା ମାଗିବ ମାନେ ଗାଈ କଣ କଣ ଦଉଛି ଜାଣିଛୁ କଣ ଦଉଛୁ ଶୁଣିବୁ ଆଜ୍ଞା ଗୋ ଶାସ୍ତ୍ର ଆଜ୍ଞା ସହଦେବ ଗୋଟେ ଶ୍ଲୋକ ଲେଖିଲେ ଆଜ୍ଞା ତନ୍ତ୍ରପାଳ ସହଦେବ ଆଜ୍ଞା ବିରାଟ କଟକରେ ଯେତେବେଳେ ଗାଈ ଚରଉଥିଲେ କିଏ ଆଜ୍ଞା ସହଦେବ ଆଜ୍ଞା ସେତେବେଳେ ସେ ଗୋଟେ ଶାସ୍ତ୍ର ଲେଖିଥିଲେ ତା ନାଁଟା ବାପା ଗୋ ଶାସ୍ତ୍ର ଗାଈ କଣ କଣ ଆମକୁ ଦିଏ ଗୋଟେ ଶ୍ଲୋକ କହିଲେ ଦତ୍ତ୍ୱା ନିନ୍ଦି ପିଉଷ ଘୃତଲ ବଣି ପୟ ମମୃତେ କେଦାରସ୍ୟ गाई हमको कौन कौन दिए बोले दत्वा दत्वा बोले दिए कौन दिए ना निंदी पीयूष घृत लवणी अमृत को निंदा करथुआ पदार्थ गुडा को मो सारे गाई हमको दिए कौन कौन ना दधी दिए दही दूध दिए क्षीर घी दिए लहुणी दिए अच्छा ए गुडा को सब पंचामृत आज्ञा पड़ुची कि नहीं पड़ुची अमृत गाई ठारू जो जिनिस गुडा आदा हला एगुड़ा सब पंचामृत रे पड़ुची कि नहीं एटा पंचामृत रे पड़ुची प्रथमे गाई रो जिनिसटा देव कार्य लागिला द्वितीय रे ताको हमें खाइले आज्ञा मनीष माने हमें खाइले खाइबा द्वारा हम शरीर रो उपकार कला कि नहीं आज्ञा प्रथमे देव कार्य लागिला द्वितीय रे मानव सेवार लागिला गाई रो जिनिसटा गाई रो खाद्य गुडा को बा गाई ठारू उत्पन्न होतबा चीज गुडा को मनीष कामेर लागिला तृतीय रे ना पय ममृत केदारस्य माने बापा केदार बोले शस्य क्षेत्र ममृत बोले गोबर पय बोले ता मूत्र गाई रो मल मूत्र हम शस्य क्षेत्र में सार करिक उर्वर हला भूमि उर्वर हला नहीं आज्ञा खाली सेते कि नो आउ बेरश्री वर्धनाय सपुरी सपपय बलिष्ठ बलिर पद ताठार गोटे छुआ जन्म हला से छुआटा के कहलु कि आज्ञा बलिर पद आ माने बलिर पद बोले बलद हला बलद को जीवन सारा में आज्ञा बिलरे खटेले कि नहीं आज्ञा आज्ञा सेवा कला शेषरे तो हड़ा हे गला ताको हमें छाड़ी देले मरी गला पड़ी की हड़ा पड़ी की मरी गला मोला पर भी हम उपकार कला कौन उपकार मोला परे मास्टर गाई मोला पर हमर उपकार कला कौन उपकार कला ना मृत्ये तदुपान ही जंत्रालय गुद्रव साणु मरी गला पर ता हाड़ गुड़ाक मेसिन रे पकई की गुंड करके आज्ञा सार तैयारी कर पीडिया तैयारी कर बोले ना बोले ए पुओ जा भुगौ चौजनानंग प्रवितर शिव देव मयांगी गाभी ए जो गाई ए गाई की देवता माने समस्त पूजा करूछंती तेणु करी गाई हला गोमाता ए गोमाता को जे मर्मे मर्मे अंतर भितर पूजा करछि सी होछि गोविंद काहे की ना ए गोमाता को जहां मागिबू गोमाता सिया दब सुनिले गोमाता को जहाँ मागू दब माने दब आज्ञा पुओ मागिले दब कौन पुओ मागिले दब देखु आज्ञा झील मागिले दब स्त्री मागिले दब कौता मागिले दउची से गाय तो ठुंगा हलैब गोमाता को पुओ मागिले पुओ दब हाँ कोठे देइथला गाई देइछि पुओ ना गाई के जा पुओ मागिले गाई पुओ दबनी काहू देइछि ना देइछि काहू गाई पुओ देइछि
କୋଉଠି ଦେଖିବା ପ୍ରମାଣ କୋଉଠି ପୁଅ ଦେଇଛି ଆଜ୍ଞା କହିଲେ ରଘୁବଂଶେ ଏ ପୁଅ ଆଜ୍ଞା ରାଗ ଚୋଖି ଚୋଖି ପାଲା ଯଦି ଛାନ୍ଦ ନ ଗାଇବା କି ପାଲା ତା ଉଷୁମ ଆସିବ ନାଇଁ ଛାନ୍ଦଟି ରଘୁବଂଶେ ହୋଇ ରଘୁବଂଶର ରାଜା ଦିଲ୍ଲୀପ ଗୋ ସେବା କରି କରି ଆଜ୍ଞା ନନ୍ଦିନୀ ସେବା କରି କରି ତମେ ସମସ୍ତେ ଜାଣିଛେ ପୁଅଟିଏ ପାଇଥିଲେ ଯୋଉ ପୁଅଟା ନାଁ ଥିଲା ରଘୁ ଏବଂ ରଘୁ ନାଁ ଅନୁସାରେ ରଘୁବଂଶ ତେଣୁ ପୁଅ ମୋଟାମୋଟି ଭାବେ ଦେବର୍ଷି ନାରଦ ଏପଟେ ପ୍ରଭୁଙ୍କୁ କହିଲେ ପ୍ରଭୁ ଗୋବିନ୍ଦ କିଏ ଗୋବିନ୍ଦ ନା ଗବାଜ୍ଞାନ ନବେଦ୍ୟ ଉପଲବ୍ଧ ଗୋବିନ୍ଦ ଯେ ତତ୍ତ୍ୱ ଜ୍ଞାନର ଅଧିକାରୀ ସିଏ ହେଲେ ଗୋବିନ୍ଦ ଆଉ ଗୋବିନ୍ଦ କିଏ ନା ଯିଏ ଗାଈକି ବନ୍ଦନା କରନ୍ତି ସିଏ ହେଲେ ଗୋବିନ୍ଦ ଗାଁ ବିନ୍ଦ ଦୀତି ଗୋବିନ୍ଦ ପୃଥିବୀ ଯିଏ ପାଳନ କରନ୍ତି ସେ ଗୋବିନ୍ଦ ସିଏ ହେଲେ ଗୋବିନ୍ଦ ମାଷ୍ଟ୍ରେ ତାହେଲେ ଇଏ ହେଲେ ତିନି ଗୋବିନ୍ଦ ତାହେଲେ ଇଏ ଗୋବିନ୍ଦଙ୍କ ପାଖରୁ ମକରନ୍ଦ ବାହାରିଲା ତିନି ଗୋବିନ୍ଦ ଦେଖନ୍ତୁ ଆଜ୍ଞା ଆମେ ତ୍ରିଗୁଣ କହୁଛେ ତ୍ରିଗୁଣ କିଏ କିଏ ମିଶିଲେ ତ୍ରିଗୁଣ ସତରଜତମ ତିନିଟା ଯାକ ଏକ ହେଇଗଲେ ତାକୁ ଆମେ କହିଲେ ତ୍ରିଗୁଣ ତ୍ରିତାପ ଆଧ୍ୟାତ୍ମିକ ଆଧିଭୌତିକ ଇଏ ତିନୋଟି ଯାକ ମିଶିଲେ ସାରେ ତ୍ରିତାପ ହେଲା ତ୍ରିବୀଜ ହ୍ରିବୀଜ ଶ୍ରୀବୀଜ କ୍ଳିବୀଜ ଇଏ ତିନୋଟି ଯାକ ବୀଜ ମିଶିଲେ ଯାଇକି ତ୍ରିବୀଜ ହବ ଗୋଟାକରେ ତ୍ରିବୀଜ ହବ ପୁଅରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଠାକୁର ବା ତ୍ରିଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଦେବ ହରିଡ଼ା ବାହାଡ଼ା ଓଳା ତ୍ରିଫଳା ତିନି ଫଳର ସମାହାର କଣ କୁହନ୍ତି ନା ତ୍ରିଫଳା ସେମିତି ଗୋବିନ୍ଦ 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 ଇଏ ତିନି ଗୋବିନ୍ଦ ମିଶିଗଲେ ବାପା କଣ ହବ ନା ଇଏ ତ୍ରିଗୋବିନ୍ଦ ତ୍ରିଗୋବିନ୍ଦର ସମାହାର ହେଲା ତ୍ରିକୁଟ ବାପା ସେଇଥିପାଇଁ କହିଲେ ଇଏ ତିନି ଗୋବିନ୍ଦ ଯାକ ରହିଲେ କୋଉଠି ନା ରଖିଲା 10 ବାଟ ଲଗାଇଲା କବାଟ ଶିଶୁ ମୁନା ଦ୍ୱାରେ ରହିଲେ ଭଗବାନଙ୍କ ପାଦଟା ବା ଗୋବିନ୍ଦଙ୍କ ପାଦଟା ଆଜ୍ଞା ଶିଶୁ ମୁନା ଦ୍ୱାରରେ ରହିଲା ଦେଖନ୍ତୁ ଆଜ୍ଞା ଯଦି ଭଗବାନଙ୍କ ପାଦଟା ଶିଶୁ ମୁନା ଦ୍ୱାରରେ ରହିଲା ତାହେଲେ ସେଇ ପାଦରୁ ମକରନ୍ଦ ଗଳୁଛି ନା ତାହେଲେ ମକରନ୍ଦଟା ଗଳିଲା କୋଉଠୁ ନା ଭଗବାନଙ୍କ ପାଦରୁ ଆଚ୍ଛା ପୁଅ ମୁଁ ତ କହିଛି ମକରନ୍ଦଟା ଏକ ତରଳ ପଦାର୍ଥ ହେଇଥିବ ନହେଲେ ଗ୍ୟାସୀୟ ପଦାର୍ଥ ହେଇଥିବ ତାହେଲେ ସେ ମକରନ୍ଦଟା ଗଳିଲା ଶିଶୁ ମୁନା ଦ୍ୱାରରୁ କୋଉଠି ଗଳିବ ମୁଁ କହୁନି ମହାପୁରୁଷ ଅଚ୍ୟୁତ ମହାପୁରୁଷ ଅଚ୍ୟୁତ ମକରନ୍ଦ ଗଳୁଛି ନାଇଁ ମାଷ୍ଟ୍ରେ ସେ କଥା ନୁହେଁ ମହାପୁରୁଷ ଅଚ୍ୟୁତ କହିଲେ କହିଲେ ଉପର ଛାମୁଦନ୍ତର ମଧ୍ୟର
ପୂର୍ଣ୍ଣାନନ୍ଦକରେ ସୁନ୍ଦର ଭାବରେ ଲେଖନ ଚାଳନା କଲେ କହିଲେ ମକରନ୍ଦ କୋଉଠୁ ଆସୁଛି ଉପର ଛାମୁ ଦନ୍ତର ମଧ୍ୟର ଉପର ଛାମୁ ଦନ୍ତର ମଧ୍ୟର ମକରନ୍ଦ ବହି ଆସେ ସେଠାର ମକରନ୍ଦ ବହି ଆସେ ସେଠାର ତାହାକୁ କହିଅ ବିବାହିତୀର ତାହାକୁ କହିଅ ବିବାହିତୀର ପାନ କରି ଯୋଗୀ ହୁଅନ୍ତି ଅମର ପାନ କରି ଯୋଗୀ ହୁଅନ୍ତି ଅମର ସଖୀ ଗୋ ଦନ୍ତ ପାନ କରିବ ସଖୀ ଗୋ ଦନ୍ତ ପାନ କରିବ ସଖୀ ଗୋ ଦନ୍ତ ପାନ हे मोर ज्ञानेन्द्र पुंगव ताले मकरंद आसला कोठू महापुरुष अच्युत कहले कहले ऊपर छामु दंतर मध्यर ताले ऊपर छामु दंत आग दंतर मध्य भाग कोटा आज्ञा नाय त्रिकुट जोठी गोविंद को पाद अछि भीम भई कहले पादटा हे बापा पादटा सेठी अछि ना सेही पाद को समस्त वंदना करिछन ए पुओ भीम भई कोन कहले कहले वंदना पाद पद्मंकु ध्याई रूपाणो वंदना पाद पद्मंकु ध्याई रूपाणो वंदना पाद पद्मंकु सेही पाद को वंदना करिछंती जोगी मुनि ऋषि माने कल्प कल्प बसिकी तपस्या करिछंती सेही पादरु मकरंद बाहती बोली देखि पार न ना ए पुओ ए पुओ पूज्य गुरुदेव ओडिशार तत्वविद भगवान दास कहले कौन कहले मकरंद बहुची ना कहले धर धर बहु अच्छी मकरंद केंद्र बहुची धर धर बहु अच्छी ए धर मुंडे जगी बसी चिन्हिती मो मरुआ फुला मो मरुआ फुला मो मरुआ फुला धररु नाम धरुची मरुआ फुला अरे सेई गोविंद को पादरु मकरंद झरू झरू अच्युत कहले गळुची ताले मकरंदटा एक प्रकार तरल पदार्थ प्रमाण मिल गया यदि मकरंदटा तरल पदार्थ से पादरु आसिकी पड़िला कोठे बापा मकरंदटा पादरु आसिकी पड़िला कोठी ना ता घर कोठा मकरंद घर कोठी बापा मकरंदटा किए मकरंद हला जीवरस हम जीव हला मकरंद ये मकरंद टिक काम देहरे जाउची बोली देहरु टिके झाळ बाहरुची खंडिया हे गले रक्त टिके बाहरुची चिमुटी देले काटुची पेपुडी कामुडी दाम कष्ट होउची काहे की ना से मकरंद टिके बाहरुची बोली ताले मकरंद जीव ता घरे रहिला आसिकी ता घर कोठी गोविंद को पादरु ता घरे रहिला ताले जीवर घरटा कोठी भागवत भागवत सब समस्या समाधान जगन्नाथ दास कर दिछ भागवत कोन कहिले कहले जीवर जीवा रे दीदी जीव को छानी प्रकृति जीव को छानी प्रकृति जीव को छानी प्रकृति ताले जीवर घरटा बापा कोठी भागवत कहले कहले जीवर जीवा अग्रे स्थिति जीव को छंदी प्रकृति ताले जीवरे आसिकी पड़िला जेउ दिन ठारू मकरंद जीवरे पड़िला सेई दिन ठारू हम जीवटा सबले ओदा रहिया हे अरे बापा जीवरु गला कुआडे आपण माने सुनिबे ना जति समय बसबे गोविंद को कथा मकरंद कथा कोठे को गोविंद थिले प्रकृत गोविंद किए आ द्वापर जुग रे आमे लक्ष्य गोविंद आनिबा गोविंद अछंती भागवत बही देखुन खाली गोटे अध्याय पढ़ि देले कोन हबो भागवत लेखा अछि बोला आहुरी गोविंद अछंती कोठे नास्त्रे तो आज दे पूर्ण मुही यज्ञ गोविंद नाम बही यज्ञ गोविंद नाम बही धारण करके आसीची बोले मु
ଦ୍ୱାପର ଯୁଗରେ ଯୋଉ ଆକାଶ ଉଦୟ ନିଶାକର ଗୋବିନ୍ଦ ଉଦରୁ ବାହାର ମୁଁ ପ୍ରାୟ ତ୍ରେତୟା ଯୁଗରୁ ଗୋବିନ୍ଦ ନାମ ଧାରଣ କରିଛି ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ହେ ମୋର ଗୁଣଗ୍ରାହୀ ବିବେକୀ ସମାଜ ତାହେଲେ ପୁଅ ଏ ଯୋଉ ଗୋବିନ୍ଦଙ୍କ କଥା ପାଦରୁ ମକରନ୍ଦ ବାହାରିଲା ମକରନ୍ଦ ଆସିକି ରହିଲା କୋଉଠି ନା ତା ଘରେ ଜିଭରେ କାହିଁକି ନା ଜୀବର ଘରଟା ହଉଛି ଜିଭ ସେ ମକରନ୍ଦ କୁଆଡେ ଗଲା ଜିଭରୁ ଆଜ୍ଞା କୁଆଡେ ଗଲା ପେଟକୁ ଯାଇଥିବ ନାଇଁ ରେ ବାପା ଆଉ ପେଟକୁ ଯାଇନି ଆଉ ଭାଗବତ କହିଲେ ସେ ମକରନ୍ଦ ବହି ଗଲା ସେ ମକରନ୍ଦ ବହିଗଲା ଈଶ୍ୱର ମସ୍ତକେ ରହିଲା ଈଶ୍ୱର ମସ୍ତକ ଈଶ୍ୱର ଯୋଉଠି ଅଛନ୍ତି ତାଙ୍କ ମସ୍ତକୁ ଗଲା ତାହେଲେ ଆମ ଶରୀର ଭିତରେ ବାପା ଈଶ୍ୱର କୋଉଠି ଅଛନ୍ତି କି ଅଛନ୍ତି ନା ଅଛନ୍ତି ଈଶ୍ୱର ଆମ ଶରୀର ଭିତରେ 6ଟା ଚକ୍ର ଆଜ୍ଞା ଅଛନ୍ତି ଆଧାରେ ଲିଙ୍ଗ ନାଭି ତଦୁପରେ ହୃଦୟ କଣ୍ଠ ଦେଶ ଲାଟେ କଣ୍ଠ ଚକ୍ରରେ ଷଡ଼ ଚକ୍ର ଭିତରେ ଯୋଉ କଣ୍ଠ ଚକ୍ର ଅଛି ଏ କଣ୍ଠ ଚକ୍ରରେ ରହିଲେ ଈଶ୍ୱର ପାର୍ବତୀ କାହିଁକି ନା ଗୁହ୍ୟ ଚକ୍ରରେ ରହିଲେ ଗଣେଶ ବକ୍ରତୁଣ୍ଡୀ ଲିଙ୍ଗ ଚକ୍ରରେ ରହିଲେ ରତି କନ୍ଦର୍ପ ନାଭି ଚକ୍ରରେ ରହିଲେ ବ୍ରହ୍ମା ସାବିତ୍ରୀ ହୃଦ ଚକ୍ରରେ ରହିଲେ ଲକ୍ଷ୍ମୀ ନାରାୟଣ କଣ୍ଠ ଚକ୍ରରେ ରହିଲେ ଶିବ ପାର୍ବତୀ ଏବଂ ଲଲାଟ ଚକ୍ର ରହିଲେ ଆଦି ଆଉ ଅନାଦି ମୋ ବାପା ମାନେ ଜ୍ଞାନେନ୍ଦ୍ର ପୁଙ୍ଗ ମାନେ ବସିଛନ୍ତି ଜ୍ଞାନୀ ବିବେକୀ ଗୁଣରେ ସେମାନେ ବିଚାର କରିବେ ତାହେଲେ ଏ କଣ୍ଠ ଚକ୍ର ଆମର ରହିଲେ ଶିବ ପାର୍ବତୀ 16 ଅକ୍ଷରକୁ ଧରିଲେ 16 ଡମ୍ବରକୁ ବଜେଇଲେ ସେଇଥିପାଇଁ ମହାପୁରୁଷ ଅଚ୍ୟୁତ କହିଲେ 16 ଡମ୍ବରକୁ ଧରି ନାଚୁଛନ୍ତି ହର ପାର୍ବତୀ ହରି ଡମ୍ବରକୁ ଧରିକି ଈଶ୍ୱର ପାର୍ବତୀ ଆମ କଣ୍ଠରେ ଆଜ୍ଞା ସେ ମକରନ୍ଦ ଟା ଜିଭରୁ ଆସିକି ପଡିଲା କୋଉଠି ନା କଣ୍ଠରେ ଏ କଣ୍ଠରେ ଈଶ୍ୱରଙ୍କ ମସ୍ତକରେ ରହିଲେ ଆପଣ ମାନେ ଭାବୁଥିବେ ଈଶ୍ୱରଙ୍କ ମସ୍ତକରେ ଗଙ୍ଗା ରହିଲେ ସେ ଗଙ୍ଗା କେବେ ମକରନ୍ଦ ନୁହେଁ ନା ଆଉ ଈଶ୍ୱର ବି ତାକୁ ରଖିପାରିଲେନି ଈଶ୍ୱର କଣ ଗଙ୍ଗାକୁ ସବୁଦିନ ପାଇଁ ରଖିନଥିଲେ କି ତେଣୁ ଗଙ୍ଗାକୁ ତ ଛାଡି ନାହାନ୍ତି ଈଶ୍ୱର ତାକୁ ଛାଡିଦେଲେ ଈଶ୍ୱରଙ୍କ ନିକଟରେ ଯେତିକି ରହିବା କଥା ରହିଲା ବାକି ଉଛୁଳିକି ପଡିଲା କୁଆଡେ ଗଲା ନାଇଁ ମୋ ଈଶ୍ୱର ଦେଲେ ନାରଦ ମକରନ୍ଦର ପାୱାର କେତେ ସେ ମକରନ୍ଦର ଶକ୍ତି କେତେ ତାକୁ ଈଶ୍ୱର ସମ୍ଭାଳିକି ରଖିପାରିଲେନି ସେ କାହାକୁ ଦେଲେ ନା ନାରଦଙ୍କୁ ବାପା ନାରଦ କିଏ ନା ନାଦ କରେ ଯିଏ ଆମେ ତତ୍ତ୍ୱ ଉପରକୁ ଟିକେ ଯିବା ନାରଦ କିଏ ନାଦ ବାରେ ଯିଏ ଶବ୍ଦ କରେ ଯିଏ ଶବ୍ଦ ବାରେ ଯିଏ ତାକୁ କହିବା ନାରଦ ଭାଗବତ କଣ କହିଲେ ଆପଣ ମାନଙ୍କର परमार्थ तत्व सार शंभुदास लेखा नारद मुनि जानतु कही से त्रिकुट नाद मुंडाबाई आम देहरे नाद बोले शब्द शब्द बारुची किए कान आज्ञा कान कान अर्थात ये कानटा होची नाद घर बा शब्द घर आज्ञा शब्द बंद होला हम कान कुछ सुबियोनी नाही नाद ब्रह्म जदि न थांता आमे केबे सुनी ताले का लागि सुनते ना ईश्वर देले नारद को अर्थात ये कंठ चक्र कर्ण गहर पर्यंत गोटे कांड पड़ी विज्ञान कहूँ जो कांड दे जीव शक्तिटा से नाद मुंडा जाए जहाँ फल शुणी पार्टी ठंडा हेले कान को शुभेनी बास विज्ञान तंटी की ठंडा हेले कान को केबे शुभिबनी ये निर्जास कथा नारद कौन कले नारद जी रक्षा कथा मकरंद रखिले नारद कहले व्यास को व्यास बोले आज्ञा कौन व्यास बोले पंडित आउ व्यास बोले आम माने ज्यामिति पड़ी व्यास बोले गोटे गोलाकार जिनस को व्यास तार अधाटा कौन व्यासर अधाटा है आम शरीर व्यास कोटा
ବ୍ୟାସ ବୋଲେ କେନ୍ଦ୍ର ଆମ ଶରୀରର କେନ୍ଦ୍ର କୋଉଟା ଆଜ୍ଞା ଏ ଦୁକୁଦୁକି ଘରଟା ହେଲା ଆମ ଶରୀରର କେନ୍ଦ୍ର ବାପା ଏ ଦୁକୁଦୁକି ଘରଟା ହେଲା ଆମ ଶରୀରର କେନ୍ଦ୍ର ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଏ କର୍ଣ୍ଣଗହରରୁ ସେ ମକରନ୍ଦଟା ଏ ଦୁକୁଦୁକି ଘରକୁ ଗଲା ଦୁକୁଦୁକି ଘରକୁ ଯେତେବେଳେ ଗଲା ଯେତିକି ସେଠି ରହିବା କଥା ରହିଲା ହେ ବାପା ବ୍ୟାସକ ସମ୍ଭାଳିକି ରଖିପାରିଲେନି ତା ପାୱାର କେତେ କହିଲେ ବ୍ୟାସ ତା ସୁକ ହସ୍ତେ ଦେଲେ ସୁକ କିଏ ନା ସୁକ ହେଲା ଆମ ନାସିକା ଆଜ୍ଞା ଆମ ନାକଟା ହେଲା ସୁକ ତାହେଲେ ଏ ଶିଶୁମୁନା ଘରୁ ବା ଦୁକୁଦୁକି ଘରୁ ଏ ନାସିକା ରନ୍ଧ୍ର ପର୍ଯ୍ୟନ୍ତ ଆସିଲା କାହିଁକି ଆମେ ନାମ ଜପିଲା ବେଳେ ନାକର ସାହାଯ୍ୟ ନେଇଥାଉ ବେନି ନୟନ ନାସାଗ୍ରେ ନିଶ୍ଚୟ ସ୍ଥାପିବ ସମଗ୍ରେ ତେଣୁ ନାସିକାକୁ ଧ୍ୟାନ କଲା ବେଳେ ଆଖି ଦିଟା କୋଉଠି ପଡିବ ତେଣୁ ଏ ନାକରେ ଆସିକି ମକରନ୍ଦ ରହିଲା ଏ ବାପା ନାକରୁ ଗଲା କୁଆଡେ ନା ସୁକ ତା ପରୀକ୍ଷା କହିଲେ ପରୀକ୍ଷା କିଏ ନା ପରୀକ୍ଷିତ ମହାରାଜ ପରୀକ୍ଷିତ ହେଲେ ମୁଖମଣ୍ଡଳ ଏ ମୁଖମଣ୍ଡଳ ସାରା ମକରନ୍ଦଟା ବ୍ୟାପିଗଲା ଓରେ ଏ ମକରନ୍ଦଟା ଆମ ଦେହର ଆମ ଦେହ ନୁହଁ ପ୍ରତ୍ୟେକ ଜୀବର ସଂସାର ଭିତରେ ଆମେ ପୁରା ଗୋପୀ ବ୍ରଜନାରୀ ମାନେ ପୁରା ମକରନ୍ଦ ପାନ କରିଥିଲେ ମକରନ୍ଦ କୋଉମାନେ ପାନ କରିଥିଲେ ବ୍ରଜନାରୀ ମାନେ ପାନ କରିଥିଲେ ଗୋପୀ ମାନେ ପାନ କରିଥିଲେ ଗୋପୀ କିଏ କି ଗୋପୀ କିଏ ଗୋପୀ କହନ୍ତି ନା ନା ଗୋପନରେ ହୃଦୟ ମଧ୍ୟରେ ହରିନାମକୁ ରଟନ করে ଯେ ହେଲେ ଆମେ ସମସ୍ତେ ଗୋଟେ ଗୋଟେ ଗୋପୀ ନୁହଁ କି ବାପା ସେଇ ଭଗବାନଙ୍କର ସେଇ ନାମାମୃତ ସେଇ ମକରନ୍ଦ ଆମେ ପାନ କରୁଛେ କି ନାଇଁ ଆମେ ସମସ୍ତେ ଗୋପୀ ତେଣୁ ଏ ମକରନ୍ଦ ଶରୀରର ବିଭିନ୍ନ ଅଂଶରେ ଭାଗ ଭାଗ ହେଇକି ରହିଲା ବର୍ତ୍ତମାନେ ସମ ବର୍ତ୍ତମାନେ ସହିତ ବର୍ତ୍ତମାନେ ପରି ଏ ପୁଅ ଏ ମକରନ୍ଦଟା ଶରୀରର ବିଭିନ୍ନ ଅଂଶରେ ଭାଗ ଭାଗ ହେଇକି ରହିଲା ଭାଗ ଭାଗ ହେଇକି ରହିବାରୁ ଏଣୁ ହୋଇଲା ଭାଗବତ କୋଉଠି ବିଖ୍ୟାତ ହେଲା ସଂସାରେ 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 ବାପା ସଂସାର ବେଲେ କୋଉଠି ନା ସ ଆଉ ସା ଆମେ ଦୌଡ଼ି ଗଲେ ଧଇଁ ସଇଁ ହଉଛେ କି ନାଇଁ ବାପା ହଉଛେ କି ନାଇଁ ଏ ଭାଗବତଟା ସଂସାର ବିଖ୍ୟାତ ହେଲା ସଂସାର କୋଉଟା ବାପା ସଂସାର କୋଉଟା ନା ସଂ ସରତିତି ସଂସାର ବ୍ୟାକରଣ ବୋଲେ ସଂ ସରତିତି ଯୋଉଟା ସରି ସରି ଯାଉଛି ବାପା ସେଇଟା ହଉଛି ସଂସାର ସଂସାର ଆଜ୍ଞା ସରି ସରି ବୋଲେ ଯୋଉଟା କମି କମି ଯାଉଛି ଯୋଉଟା ଉଣା ହଉଛି ଏ ପୁଅ ভক্ত চরণ দাস ঘরটা হচ্ছে রাজ সুনাখাল পাখে সান পতর ভক্ত দাসে কোন কহিলে বলে উনা হেউছি ମକରନ୍ଦକୁ ଧାରଣ କରିଛନ୍ତି ଯିଏ ସେଇ ଗୋବିନ୍ଦ ହଉଛନ୍ତି ଜଣେ ବାପା ଆଉ ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି ଆଜି ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି କେବଳ ସେହି ଗୋବିନ୍ଦ ତତ୍ତ୍ୱ ଜ୍ଞାନର ଅଧିକାରୀ ସିଏ ଗୋବିନ୍ଦ ଯିଏ ମାଟି ମାକୁ ବନ୍ଦନା କରନ୍ତି ସିଏ ଗୋବିନ୍ଦ ଯିଏ ଗୋମାତାକୁ ବନ୍ଦନା କରନ୍ତି ବାପା ଆଉ ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି।